ଆପଣ ଭିଏନ୍ ଆପ୍ରେ କିଭଳି ସୁନ୍ଦର ଭାବରେ ଏଡ଼ିଟିଂ କରିପାରିବେ ମୁଁ ଏ ଭିଡ଼ିଓରେ ଆପଣଙ୍କୁ ପୁରା ଡିଟେଲ୍ସ କହିବି ଏବଂ କି ସୁନ୍ଦର ଭାବରେ ଫଟୋକୁ ଆପଣ ଭିଡ଼ିଓରେ ଏଡ଼ିଟିଂ କରି ଭଲ ଭାବରେ ଭିଡ଼ିଓ ବନେଇ ପାରିବେ। ଯେଉଁ ଭିଡ଼ିଓ ଆପଣ ୟୁଟ୍ୟୁବରେ କିମ୍ବା ଫେସବୁକ୍ରେ ଅପଲୋଡ଼ କରି ବହୁତ ପଇସା ରୋଜଗାର କରିବେ। ଏଡ଼ିଟିଂ କେମିତି କରିବେ, ଏଡ଼ିଟିଂ କରିସାରିଲା ପରେ ଆପଣ ଭିଡ଼ିଓକୁ ଲାଇକ୍ ସବସ୍କ୍ରାଇବରେ ନିଶ୍ଚିତ ଭାବରେ କରିବେ। କେମିତି ଲାଗିବ ଭିଡ଼ିଓ ଏବଂ ଆପଣ କମେଣ୍ଟ ମାଧ୍ୟମରେ କହିବେ। ପ୍ରଥମେ କ'ଣ କରିବେ ନା ଭିଏନ୍ ଆପ୍କୁ ଓପନ୍ କରିବେ। ଭିଏନ୍ ଆପ୍କୁ ଓପନ୍ କରିସାରିଲା ପରେ ତାପରେ କ'ଣ କରିବେ ନା କ୍ଲିକ୍ କରିବେ ପ୍ଲସ୍ ଆଇକନ୍କୁ। ପ୍ଲସ୍ ଆଇକନ୍ କ୍ଲିକ୍ କରିସାରିଲା ପରେ ନ୍ୟୁ ପ୍ରୋଜେକ୍ଟ ଉପରେ କ୍ଲିକ୍ କରିବେ। ନ୍ୟୁ ପ୍ରୋଜେକ୍ଟ କ୍ଲିକ୍ କରିସାରିଲା ପରେ ତାପରେ କ'ଣ କରିବେ ନା ସେଭ୍ ବଟନ୍କୁ ଆସିବେ। ସେଭ୍ ବଟନ୍ ଆସିସାରିଲା ପରେ ତାପରେ କ'ଣ କରିବେ ନା ତୁମର ଯେଉଁ ଫଟୋ ସେଟିଂ ପାଇଁ ତୁମେ କ'ଣ କରିବ ନା କ୍ଲିକ୍ କରିବ କିଛି ଫଟୋକୁ। କ୍ଲିକ୍ କରିଲ, କ୍ଲିକ୍ କରିସାରିଲା ପରେ ଏଠୁ କ୍ଲିକ୍ କଲ, କ୍ଲିକ୍ କରିକି ନେକ୍ସଟକୁ କରିବ। ନେକ୍ସଟ କରିସାରିଲା ପରେ ଭିଡ଼ିଓ ବର୍ତ୍ତମାନ ଫଟୋ ସବୁ ଭିଡ଼ିଓକୁ ହେବ। ତାପରେ ଆପଣ ଡିଜାଇନ୍ କରିବା ପାଇଁ ଚାହିଁଲେ ବର୍ତ୍ତମାନ କ'ଣ କରିବେ ନା ୟାକୁ ଡିଜାଇନ୍ ଉପରେ କରିପାରିବେ। ହେଇ ବର୍ତ୍ତମାନ ଡିଜାଇନ୍ ଆସିଗଲା। ପ୍ରତି ପ୍ଲସ୍ ଆଇକନ୍କୁ ଯଦି ଏଠି ଡିଜାଇନ୍ କରିବେ ତାହେଲେ ଡିଜାଇନ୍ ଆଇଟମ୍ରେ ଆସିଯାଉଛି। ବର୍ତ୍ତମାନ ଦେଖିପାରୁଥିବେ କେଉଁଭଳି ଭାବରେ ଡିଜାଇନ୍ ଆଇଟମ୍ ଆସୁଛି। ଏଇଭଳି ଭାବରେ ପ୍ଲସ୍ ଆଇକନ୍କୁ ତୁମେ ଡିଜାଇନ୍ ଆଇକନ୍ରେ ବିଭିନ୍ନ ପ୍ରକାର ଆଇଟମ୍ରେ ଯେମିତି ଡିଜାଇନ୍ରେ ବର୍ତ୍ତମାନ ଆସୁଛି ସେଇ ଅନୁସାରେ ଫଟୋକୁ କେମିତି ଆମେ ଭିଡ଼ିଓକୁ ଅପଲୋଡ଼ କରିବା। ଏଇ ଦେଖ ବର୍ତ୍ତମାନ ସବୁ ପ୍ଲସ୍ ଚିହ୍ନରେ ଡିଜାଇନ୍ ଆସୁଛି ଦେଖିପାରୁଥିବେ। ବର୍ତ୍ତମାନ ଡିଜାଇନ୍ ଆସୁଛି ଆପଣ ଦେଖିପାରିଲେ। ତାପରେ ଲାଷ୍ଟକୁ ଯେଉଁ ୱାଟର ମାର୍କ ଅଛି ତାକୁ ଡିଲିଟ୍ କରିବେ। ତାପରେ ଏଠି ଆପଣ ଯଦି ସର୍ଟ ଭିଡ଼ିଓ ବନାଉଛନ୍ତି କେଉଁଥିରେ ରଖିବେ ନା 9.6ରେ ରଖିବେ ନା 16 ବଡ଼ ଭିଡ଼ିଓ କରିବେ ନା ଲମ୍ବା ଭିଡ଼ିଓ କରିବା ପାଇଁ ଇନଷ୍ଟାଗ୍ରାମ ପକାଇବେ କି ସର୍ଟ ଭିଡ଼ିଓ କରିବା ପାଇଁ କରିବେ। ଯେଉଁ ଟାଇପ୍ରେ ଆପଣ ଚାହିଁବେ ସେଇ ଟାଇପ୍ରେ ଆପଣ କରିପାରିବେ ହେଲା କି। ବର୍ତ୍ତମାନ ମୁଁ ଏବେ ସର୍ଟ ଭିଡ଼ିଓ କରିବା ପାଇଁ ସର୍ଟ ଭିଡ଼ିଓ ନା ଲଙ୍ଗ୍ ଭିଡ଼ିଓ କରିବା ପାଇଁ ବର୍ତ୍ତମାନ ମୁଁ 16:2 ଇଏ କରୁଛି। ଆପଣ ଚାହିଁଲେ ସର୍ଟ ଭିଡ଼ିଓ କରିପାରିବେ। ସର୍ଟ ଭିଡ଼ିଓ କରିବା ପାଇଁ ଆପଣ କ'ଣ କରିବେ ନା ଏଇଠି ଚେଞ୍ଜ କରିପାରିବେ। ବର୍ତ୍ତମାନ ଚେଞ୍ଜ କରିସାରିଲା ପରେ ଏକୁ ସେଭ୍ କରିବେ। ତାପରେ କ'ଣ କରିବେ ନା ଯଦି କିଛି ମ୍ୟୁଜିକ୍ ଲଗାଇବା ପାଇଁ ଚାହିଁବେ ଏଠି ମ୍ୟୁଜିକ୍ ବି ଲଗାଇ ପାରିବେ ହେଲା କି। ମ୍ୟୁଜିକ୍ କିଛି ଲଗାଇବା ପାଇଁ ଚାହିଁଲେ ମ୍ୟୁଜିକ୍ ମଧ୍ୟ ଲଗାଇ ପାରିବେ। ତେଣୁ ଯେଉଁ ହିସାବରେ ଏଠି ମ୍ୟୁଜିକ୍ ମୁଁ ରଖିଛି ଏଠି କିଛି ମ୍ୟୁଜିକ୍ ଦେବି ହେଲା କି। ଏଠି ବର୍ତ୍ତମାନ ମ୍ୟୁଜିକ୍ ଦେଲି ହେଲା। ତାପରେ ବର୍ତ୍ତମାନ ସେ ଚାଲିବ। ବର୍ତ୍ତମାନ ମୁଁ ଷ୍ଟାର୍ଟ କରିବି। ବର୍ତ୍ତମାନ ଏଠି ମ୍ୟୁଜିକ୍ ଚାଲିଲା ଜାଣିପାରୁଥିବେ। ତାପରେ ଅଟୋମେଟିକାଲି ଯେଉଁ ଡିଜାଇନ୍ ମୁଁ ଚେଞ୍ଜ କରିଛି ଏ ଡିଜାଇନ୍ରେ ବର୍ତ୍ତମାନ ସର୍ଟ ସ୍କ୍ରିନ୍ ଚାଲୁଛି। ଏଇ ଟାଇପ୍ରେ ଆପଣ କ'ଣ କରିବେ ନା ଫଟୋକୁ ଭିଡ଼ିଓ ଆଙ୍ଗେଲରେ ଆପଣ ବହୁତ ଭାବରେ ଆରାମସେ କରିପାରିବେ। କିଛି ବି ଟେନସନ୍ ନେଇପାରିବେ ନାହିଁ। କିଛି କରିବା ଦରକାର ନାହିଁ। ଦେଖିଲେ ଗୋଟେ ସିଙ୍ଗଲ ଭାବରେ ମୁଁ କେମିତି କରିଲି ଆପଣଙ୍କ ପାଖରେ ଦେଖେଇଲି। ଏ ଭିଡ଼ିଓଟାକୁ ଆପଣ ଦେଖିପାରିଲେ କେମିତି କେଉଁ ଭାବରେ କରିଲି ଭିଡ଼ିଓଟାକୁ। ତାପରେ ଏଠି କ'ଣ କରିବେ ନା ଏଠି ଯେଉଁ ଆରୋ ମାର୍କ ଅଛି ତାକୁ ପ୍ଲସ୍ ଆଇକନ୍ରେ ଏକ୍ସପୋର୍ଟ କରିବେ। ତ ସେଭ୍ କରିବା ପାଇଁ ଏଠି ବର୍ତ୍ତମାନ ମୁଁ ସେଭ୍ କରିବା ପାଇଁ ଦେଲି। ବର୍ତ୍ତମାନ ସେଭ୍ ହେଉଛି ଭିଡ଼ିଓକୁ। ଯେଉଁ ଫଟୋକୁ କେମିତି କନଭର୍ଟ କଲି ଭିଡ଼ିଓକୁ। ତାପରେ କ'ଣ କଲେ ଏଠି ସେଭ୍ କରିବା ପାଇଁ ବଟନ୍ ରହିଲା। ତାପରେ ଏଠି ଲାଷ୍ଟ ମୋମେଣ୍ଟରେ କ'ଣ କରିବି ନା ଏଠି କିଛି ଆଡ଼ଭର୍ଟାଇଜ୍ ଆସିବ କ୍ଲୋଜ୍ କାରଣ ଯେପର୍ଯ୍ୟନ୍ତ ଆପଣ ଏଟାକୁ କ୍ଲୋଜ୍ ନ କରୁଛନ୍ତି ସେ ପର୍ଯ୍ୟନ୍ତ ଆପଣ ଭିଡ଼ିଓଟା ସେଭ୍ ହେବ ନାହିଁ। ତେଣୁକରି ଏଠି କ'ଣ କରିବେ ନା ସେଭ୍ କରିବା ପାଇଁ ଏଠି ଅପସନ୍ ଆସିବ। ଏଇ ଭିଡ଼ିଓକୁ ଆପଣ କ୍ଲିକ୍ କରି ବନ୍ଦ କରିବା ପାଇଁ ଆଡ଼ଭର୍ଟାଇଜ୍ ସବୁଥିରେ ଆପଣ ଏଠି କ'ଣ କରିବେ ବନ୍ଦ କରିବେ। ବନ୍ଦ କରିସାରିଲା ପରେ ଏଠି ଡନ୍ କରିବେ। ଡନ୍ କଲେ ଆପଣଙ୍କ ଭିଡ଼ିଓ ଏଇଥିରେ ଯେଉଁ ଭିଏନ୍ ଆପ୍ରେ ଆପଣ ସେଇଟା ସେଭ୍ ହେଇଯିବ ହେଲା କି। ଏଇଭଳି ଭାବରେ ଆପଣ କରିପାରିବେ। ଆପଣଙ୍କୁ ଭିଏନ୍ ଆପ୍ରେ ସୁନ୍ଦର ଭାବରେ ଆପଣଙ୍କୁ ମୁଁ କହିଲି ଆପଣ ନିଶ୍ଚିତ ଭାବରେ ଶିଖି ଯାଇଥିବେ। ଯଦି କେହି ଶିଖିନାହାନ୍ତି ଆଉ ଅଲଗା ଭିଡ଼ିଓ ଦରକାର ଭିଏନ୍ ଆପ୍ରେ କମେଣ୍ଟ ବକ୍ସରେ କମେଣ୍ଟ କରିବେ। ଭିଡ଼ିଓକୁ ବହୁ ମାତ୍ରାରେ ସାଙ୍ଗମାନଙ୍କ ସହିତ ସେୟାର କରିଦେବେ। ଏଇଭଳି ଭାବରେ ଓଡ଼ିଆ ଟେକ୍ ରାଜ ଅଫିସିଆଲ୍ ଚ୍ୟାନେଲ୍ ଆପଣଙ୍କ ସାଥିରେ ଆପଣମାନଙ୍କୁ ଶେଷ ପର୍ଯ୍ୟନ୍ତ ଯେତେବେଳେ ଆପଣ ବୁଝିପାରୁନଥିବେ ସେତେ ପର୍ଯ୍ୟନ୍ତ ଆପଣ ଭିଡ଼ିଓ ଅପଲୋଡ଼ କରୁଥିବେ। କମେଣ୍ଟ କରିବେ। ଆପଣଙ୍କର ଗୋଟେ କମେଣ୍ଟରେ ମୋତେ ଆଗକୁ ଆହୁରି ଭିଡ଼ିଓ ମୋଟିଭେସନ୍ କରିବ। ନିଶ୍ଚିତ ଭାବରେ ଭିଡ଼ିଓ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ ବହୁ ମାତ୍ରାରେ କରିବେ। ଜୟ ଜଗନ୍ନାଥ।